ସେମାନେ ଯଦି କହିବେ ୱାରିଉ ଆମେ ତ କିଛି କହିପାରିବୁନି। ଆମକୁ ଯଦି କହିବେ ସେମାନେ ପ୍ରଶ୍ନ ଉଠେଇବେ ୱାରିଉ ବୋଇଲେ ଆମେ କିଛି କହିପାରୁ ତାର ଉତ୍ତରଟା ଆମେ ଦେଇପାରୁନୁ। ଏଥି ଯୋଗୁଁ ଏବେ ପିଲାମାନେ ସବୁ ବାହାରେ ରହିଲେ, ବାହାରେ କାମ କଲେ, ବାହାରେ ପାଠ ପଢିଲେ। ତେଣୁ ସେମାନଙ୍କ ଯୋଗୁଁ ପିଲାମାନେ ଆମ ଢାଞ୍ଚା ଧରୁନାହାନ୍ତି ବୋଲିକିରି ଆମର ବର୍ତ୍ତମାନ ଆଦିବାସୀଟା ଲୋପ ପାଇଯାଉଛି ଆମ ବଂଶ ପରମ୍ପରା। ବର୍ତ୍ତମାନ ଯଦି ଏହାକୁ ଆଉ ଆପଣ ଆସିଛନ୍ତି ପରିଦର୍ଶନ କରିବା ପାଇଁ, ଏହାକୁ ଯଦି ଆପଣ ମାନେ ନାଇଁ ଆଦିବାସୀ ଅଛନ୍ତି ଏଇଟା ଆପଣ ଯଦି କ୍ୟାମେରା ଫ୍ୟାମେରା କରି ନେଇକିରି ଯଦି ବାହାରକୁ ଯଦି ଆଉ ପ୍ରୋଗ୍ରେସ କରିଦେବେ ବୋଇଲେ ଆମର ଟିକେ ବହୁତ ଭଲ ହେବ। ଏବଂ ଆମକୁ ଆଜି ନ ହଉଥିବ କାଲି କି ପରଦିନ ପିଲାମାନେ ଯଦି ଯିବେ ତହସିଲଦାର ପାଖକୁ ବୋଲେ ସେ କହିବ ସାର୍ ଆମର ଗୋଟେ ଏଇଟା କାମ କରିଦିଅନ୍ତୁ, ସାର୍ଟିଫିକେଟ ଗୋଟେ ଦିଅନ୍ତୁ। ସେମାନେ କହିବେ ନାହିଁ ଓଡିଆରେ କହିଲେ ତମେ ଆଦିବାସୀ ନା ଆଉ କିଏ କି ଲୋକ ପଚାରିବେ ଏକା ତହସିଲଦାର। ସେତେବେଳେ ସେମାନେ ଯଦି କହିବେ ନାହିଁ ଆଜ୍ଞା ଇଧାର ଗେଜବ କାମ ମାନେ ଏଇଟା କରିଦିଅନ୍ତୁ ଇଧାର ଗେଜବ ସାର୍ଟିଫିକେଟ ବୋଇଲେ ଏମାନେ ଯଦି କୁଇରେ କହିବେ ତାହେଲେ ସେମାନେ ଜାଣିବେ ନାଇଁ ଇଏ ମାନେ ନିଶ୍ଚୟ କହିଲୁ। ତେଣୁ ଆଦିବାସୀ ତହସିଲଦାର ମାନେ ତହସିଲ ମାନେ କହୁଛନ୍ତି ନା ଏଇଟା କେତେକ ଜିନିଷ ତହସିଲ ଅଫିସରେ ପଚାରୁଛନ୍ତି ତମର କେତେ ପିଢିର ତମେ ଜାଣିଛ, ତମର କେତେ ପିଢିର ତମେ ଜାଣିଛ, ତମର ନାତି ନାତୁଣୀ କୁଇ ମାନେ ଅଜା ଗୋସେଇ ପଣ ଗୋସେଇ ସବୁ ସମସ୍ତଙ୍କୁ କେତେ କେତେ ତମେ ଜାଣିଛ। ଏଇ ବିଷୟ ଯଦି ତମେ କହିପାରିବ ତାହେଲେ ତମକୁ ଆଦିବାସୀ ସାର୍ଟିଫିକେଟ ଆମେ ଦେବୁ ଏଇଟା ବି କହୁଛନ୍ତି। ତେଣୁ ଆଉ ଆମର ବର୍ତ୍ତମାନ ମୁଁ ଅଧିକା କିଛି କହୁନାହିଁ। ବର୍ତ୍ତମାନ ମୋର ବିଶେଷ ଅନୁରୋଧ ଆମ ପିଲାମାନେ ଅଛନ୍ତି ଯୋଉମାନେ ଆମ ପିଢି ପରେ ଏବେ ଯୋଉ ଆଜ୍ଞା କହୁଥିଲେ ଆମ ପିଢି ପରେ ଆଉ ପିଢି ଆସିବେ ଏମାନେ ଖାଲି ଓଡିଆ କହିବେ କି ଇଂଲିଶ କହିବେ ଆଉ ଏମାନଙ୍କୁ ଆଦିବାସୀ ବୋଲି କିଏ କହିବେ ନାହିଁ କି ଭାବିବେ ନାହିଁ ମତେ। ତେଣୁ ଆମର ଏଇ କଲଚର ଯଦି ରହିବ ସଦାବେଳେ ଏମିତି ସମସ୍ତେ ଆପଣ ମାନେ ଆସିଛନ୍ତି ଆପଣ ମାନେ କିଛି କିଛିଟା ଏଇଟାକୁ ଇଏ କରିଦେବେ ଆଉ ଆଦିବାସୀ ବି ଅଛନ୍ତି ସେଠି ଆଦିବାସୀ ଅଛନ୍ତି ଯଦି କହିଦେବେ ମାନେ ଇଏଟାକୁ ଟିକେ ଇଏ କରିଦେବେ କହିଲେ ଏଇଟା ବହୁତ ଭଲ ହବ। ଏବଂ ଆମର ଫ୍ରେମରେ ମଧ୍ୟ ସେଇଟା ଆଉ ଚାଲିଛି। ଏବେ ଆପଣ ସେ ଇଏରେ ଆସିଲେ ବୋର୍ଡ ଦେଖିଲେ ସେଠି ମଧ୍ୟ ବୋର୍ଡ ଲେଖା ହେଇଛି ସେଠି ବି ଆଦିବାସୀ କଲଚରାଲ କରିବା ପାଇଁ ଆମେ ଚେଷ୍ଟା ଚଲେଇଛୁ। ଆପଣ ମାନଙ୍କ ସମସ୍ତେ ସହଯୋଗରେ ଆମେ ଯେମିତି ଆଉ ଆଗକୁ ଯିବୁ ସେଇଟା ଆମେ ଆପଣଙ୍କୁ ବିଶେଷ ପ୍ରାର୍ଥନା କରୁଛୁ। ଏତିକି କହି ମୁଁ ରହିଯାଉଛି।